ଆପଣ ଜାଣୁଥିବେ ଆନ୍ତର୍ଜାତିକ ମହିଳା ଦିବସ 1975 ମସିହାରୁ ଜାତିସଂଘର ପରାମର୍ଶ ନିର୍ଦ୍ଦେଶ କ୍ରମେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଏବଂ ଆପଣ ଭଲ ଭାବରେ ଜାଣିଥିବେ ବିଜୁ ବାବୁ ଯିଏକି ପ୍ରବାଦ ପୁରୁଷ, ତାଙ୍କର 1961 ମସିହାରେ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ, 1990ରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ମହିଳା ମା ମାନଙ୍କ ପାଇଁ ଯାହା କରିବା କଥା ଆଖି ଦୁଛା ଯାହା କରି ଯାଇଛନ୍ତି, ସେଥିପାଇଁ ଆଜି ଆପଣ ଦେଖିଥିବେ ଆଜି ଯୋଉ ଭଦ୍ରକ ଟାଉନ ହଲରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଯୋଉ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଗଲା। ଯେତେ ସଂଖ୍ୟାରେ ମହିଳା ଆସିଛନ୍ତି, ଅନେକ ଭାବୁଥିଲେ ଯେ ମହିଳା ମାନେ ମା ମାନେ ବିଜୁ ଜନତା ଦଳଠୁ ଦୂରେଇ ଯାଇଛନ୍ତି। ଆଜି ପ୍ରମାଣ କରିଦେଲା ଯେ ମା ମାନେ ବିଜୁ ଜନତା ଦଳ ସହିତ ଅଛନ୍ତି, ନବୀନ ପଟ୍ଟନାୟକ ସହିତ ମଧ୍ୟ ଅଛନ୍ତି ଏବଂ ବିଜୁ ପଟ୍ଟନାୟକ ଆଦର୍ଶରେ ମଧ୍ୟ ସେମାନେ ଅନୁପ୍ରାଣିତ। ଏବଂ ଯାହାକି ଏତେ ବଡ ସଭା ମହିଳା ମାନଙ୍କର ବୋଧେ ଆପଣ ଭଦ୍ରକରେ ଏଇ 7-8 ମାସ ଭିତରେ କୋଉଠି ଦେଖିନଥିବେ। ଯଦିଓ ବଡ ବଡ ନେତା ଆସିକି ଭାଷଣ ଦେଇକି ଗଲେଣି, ସଭା ହେଇଗଲେଣି। ଏବଂ ମୂଳ ଉଦ୍ଦେଶ୍ୟ ହଉଛି ଯେ ମା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ତତ୍ସହିତ ତାଙ୍କୁ ସୁରକ୍ଷିତ କରିବା, ତାଙ୍କ ଅଧିକାରଟାକୁ ସାବ୍ୟସ୍ତ କରିବା। ଇଏ ହଉଛି ମୁଖ୍ୟ ଦାୟିତ୍ୱ ପ୍ରତ୍ୟେକ ନେତୃତ୍ୱ, ପ୍ରତ୍ୟେକ ସରକାର। କିନ୍ତୁ ଆପଣ ନିଜେ ଅନୁଭବ କରୁଥିବେ ଇଏ 6 ମାସ ଭିତରେ ଏବଂ ନବୀନ ବାବୁଙ୍କ 24 ବର୍ଷ ସରକାର ଏବଂ ବିଜୁ ବାବୁଙ୍କର ମଧ୍ୟ ଦ୍ୱିତୀୟ ବା ଯୋଉ 5 ବର୍ଷ ଶାସନ ରହିଲେ, ନାରୀ ମାନଙ୍କୁ କିଭଳି ଭାବରେ ସମ୍ମାନ ଦିଆଯାଇଥିଲା। ନାରୀ ମାନେ କୋଉଠି ଆନ୍ଦୋଳନ କରିନଥିଲେ, କିନ୍ତୁ ନାରୀ ମାନଙ୍କ ହୃଦୟରେ ବିଜୁବାବୁ ଥିଲେ ଏବଂ ବିଜୁବାବୁ ଜାଣିପାରୁଥିଲେ ନାରୀଙ୍କ ସମସ୍ୟା କଣ। ଯୋଉଥିପାଇଁ ତାଙ୍କର ମଧ୍ୟ ଉପଦେଷ୍ଟା ଭାବରେ ବିଜୁବାବୁ ଆଦିବାସୀ ମହିଳା ମା ମାନଙ୍କୁ ମଧ୍ୟ ଦାୟିତ୍ୱ ଦେଇଥିଲେ। ତାଙ୍କ ସମୟରେ ବିଜୁ ଅନୁଭବ କଲେ ଯେ ଶିକ୍ଷା କ୍ଷେତ୍ରରେ ନାରୀମାନେ ବିଶେଷ ଅଗ୍ରଗତି କରିପାରିନାହାନ୍ତି, ତେଣୁ ରାଜ୍ୟରେ ମହିଳା ମାନଙ୍କ ପାଇଁ, ନାରୀ ମାନଙ୍କ ପାଇଁ ବହୁ ଶିକ୍ଷାନୁଷ୍ଠାନ ଖୋଲାଗଲା ଏବଂ ଝିଅ ମାନଙ୍କ ପାଇଁ ମଧ୍ୟ ଚାକିରି କ୍ଷେତ୍ରରେ 30% ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଗଲା। ଏବଂ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଆପଣ ନିଜେ ଅନୁଭବ କଲେ, ଯେତେବେଳେ ସମ୍ବିଧାନ ସଂଶୋଧନ ହେଇନାହିଁ 92 ମସିହାରେ, ସେତେବେଳେ ମଧ୍ୟ 33% ସଂରକ୍ଷଣ କରାଯାଇ ମା ମାନଙ୍କୁ PRI ମେମ୍ବର, ସେ ସଦସ୍ୟ ହୁଅନ୍ତୁ, ପଞ୍ଚାୟତ ସରପଞ୍ଚ ହୁଅନ୍ତୁ, ସମିତି ହୁଅନ୍ତୁ, ଜିଲ୍ଲା ପରିଷଦ ନିର୍ବାଚିତ କରାଗଲା। ସବୁଠୁ ବଡ କଥା ହେଲା ଯେ ବିଜୁ ବାବୁ ନାରୀ ମାନଙ୍କ ପ୍ରତି ଯଦି କୋଉଠି ନିର୍ଯାତନା ହଉଥିଲା ବା କିଛି ତାଙ୍କ ପ୍ରତି ଅତ୍ୟାଚାର ହଉଥିଲା, ସେ ନିଜେ ତାକୁ ନିଜର ନିଜ ଉପରେ ହଉଛି ଭାବିକି ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ଯୋଉଥିପାଇଁ ଆପଣ ଅନେକ ସମୟରେ ତାଙ୍କ ବାର୍ତ୍ତା ବି ଶୁଣିଥିବେ, ଯଦି କେହି ନିର୍ଯାତନ କଲା ସେ ଏପରି କହୁଥିଲେ ସେଭଳିଆ ବ୍ୟକ୍ତିର ବଞ୍ଚିବାର ଅଧିକାର ମଧ୍ୟ ନାହିଁ। ତାଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। କୌଣସି ଦଳୀୟ ବ୍ୟକ୍ତି ଯଦି ବି ଏଭଳି ନାରୀ ନିର୍ଯାତନା କି ନାରୀ ପ୍ରତି ଅସମ୍ମାନ କରେ, ସେ ସରକାରୀ କଲର ଥିଲେ ବି ତାକୁ ବିଦା କରିଦିଆଯାଉଥିଲା, ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ଏବଂ ନାରୀ ମାନେ କିଭଳି ଆହୁରି ଉଚ୍ଚ ଶିକ୍ଷା ପାଇବେ, ସମ୍ମାନ ପାଇବେ, ଅଧିକାର ସମାନ ଅଧିକାର ପାଇବେ, ସେଥିପାଇଁ ସେ କାର୍ଯ୍ୟକ୍ରମ ନେଉଥିଲେ। ଆଗରୁ ଯେକୌଣସି ସ୍କୁଲକୁ ଗଲେ ଲେଖା ହଉଥିଲା ବାପ ନାଁ, କିନ୍ତୁ ବିଜୁବାବୁଙ୍କ ସମୟରେ ଆପଣ ଜାଣିଥିବେ ବାପ ନାଁ କଣ? ବାପ ଅସତ୍ୟ, ମା ହଉଛି ସତ୍ୟ। ମା କୋଳରୁ ସେ ଜନ୍ମ ହେଇଛି, ବାପ ଆଉ ହେଇପାରେ କି ହେଇଥାଏ।